ଏହି ଦୁନିଆରେ ମଣିଷ ଦୁଇଟି ଉପାୟରେ ଜୀବନ ବଞ୍ଚିଥାଏ। ପ୍ରଥମଟି ହେଉଛି ବିଦ୍ୟା ଏବଂ ଅନ୍ୟଟି ହେଉଛି ସାଂସାରିକ ସୁଖ, ମୋହମାୟା ଇତ୍ୟାଦି। ମଣିଷ ସବୁବେଳେ ଅସନ୍ତୁଷ୍ଟ ହିଁ ରହେ। ଜୀବନରେ ଯାହା କିଛି ମଣିଷ ପାଖରେ ଥାଏ, ଯେପରିକି ଧନ, ସମ୍ପତ୍ତି, ପରିବାର, ସାଙ୍ଗସାଥି ଇତ୍ୟାଦି ଥିବା ସତ୍ତ୍ୱେ ବି ମଣିଷ ସବୁବେଳେ ଦୁଃଖରେ ରହେ ନାହିଁ। ତେଣୁ ଆଜିକାର ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା କିଛି କଥା ବିଷୟରେ କହିବୁ, ଯାହାକୁ ପ୍ରୟୋଗ କଲେ ଆପଣଙ୍କ ଜୀବନରେ ସବୁ ଦୁଃଖ କ୍ଲେଶ ଦୂର ହୋଇଯିବ। ପ୍ରଥମ କଥା ହେଉଛି ପରଚିନ୍ତା। ମଣିଷର ସବୁଠାରୁ ଖରାପ ଗୁଣ ଏହା ଯେ ସେ ନିଜକୁ ନ ଦେଖି ସବୁବେଳେ ପର ଚିନ୍ତା କରିଥାଏ, ଅର୍ଥାତ୍ ପରର ଚର୍ଚ୍ଚା କରିଥାଏ। ଅନ୍ୟ ଲୋକେ କ'ଣ କହୁଛନ୍ତି କ'ଣ ନାହିଁ, ଯଦି ଏସବୁ ନ ଦେଖି ମଣିଷ ନିଜ ଉପରେ ଧ୍ୟାନ ଦିଏ, ତେବେ ମଣିଷ କେବେ ବି ଦୁଃଖରେ ରହିବ ନାହିଁ। ଅନ୍ୟର ଭୁଲ ଦେଖି ଚର୍ଚ୍ଚା କରିବା ପରିବର୍ତ୍ତେ ଯଦି ନିଜର ଭୁଲ ସୁଧାରି ନିଜ କାମକୁ ଉନ୍ନତ କରାଯାଏ, ତେବେ ତାହା ଅଧିକ ଉତ୍ତମ ହେବ। ଦ୍ୱିତୀୟ କଥା, ନରକକୁ ଯିବାକୁ ତିନୋଟି ମାର୍ଗ ରହିଥାଏ, ଯଥା ଲୋଭ, କ୍ରୋଧ ଏବଂ କାମନା। ଏସବୁଠାରୁ ଦୂରେଇ ରହିଲେ ମଣିଷ ଜୀବନରେ ଦୁଃଖ ଆସିନଥାଏ। ତୃତୀୟ କଥା, କର୍ମରେ ଭରସା ରଖ, ଫଳରେ ନୁହେଁ। ମଣିଷର ପ୍ରକୃତି ଏହା ଯେ ସେ ନିଜ କର୍ମକୁ ଠିକ୍ ନ ରଖି ସବୁବେଳେ ଫଳ ଉପରେ ଆଶା ରଖେ, ଯାହାକି ଆଦୌ ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କର୍ମ କର, ମାତ୍ର ଫଳରେ ଆଶା ରଖ ନାହିଁ, କାରଣ ଭଲ କର୍ମ କଲେ ଭଲ ଫଳ ସୁନିଶ୍ଚିତ ଅଟେ। ଚତୁର୍ଥ କଥା ହେଉଛି ଅତୀତ ଏବଂ ଭବିଷ୍ୟତ ଚିନ୍ତା। ଦୁନିଆରେ ଅଧିକାଂଶ ଲୋକ ନିଜର ଅତୀତ ଏବଂ ଭବିଷ୍ୟତ ଭାବି ନିଜ ସମୟକୁ ବର୍ବାଦ କରିଦିଅନ୍ତି, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେମାନେ ଦୁଃଖରେ ହିଁ ରହନ୍ତି। ଯଦି ଅତୀତ ଏବଂ ଭବିଷ୍ୟତକୁ ନ ଭାବି ନିଜର ବର୍ତ୍ତମାନ କଥା ଚିନ୍ତା କରନ୍ତି, ତେବେ ଏକ ଉତ୍ତମ ଭବିଷ୍ୟତ ସ୍ଥାପନ ହେବ। ପଞ୍ଚମ କଥା, ବିନା ଚିନ୍ତାରେ କର୍ମ କର। ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ଖୁବ୍ କମ୍ ରହିଥାଏ। ତେଣୁ ଯଦି ଜଣେ ମଣିଷ କର୍ମ ନ କରି କ'ଣ ହେଉଛି କ'ଣ ନାହିଁ ଏହି ବିଷୟରେ ଚିନ୍ତା କରେ, ତେବେ ତାହା ଲାଭଦାୟକ ହୋଇନଥାଏ, ବରଂ ତାହା ଦୁଃଖ ଦେଇଥାଏ। ତେଣୁ ସବୁବେଳେ ବିନା କୌଣସି ଚିନ୍ତାରେ କର୍ମ କରି ଚାଲିବା ଉଚିତ। ଷଷ୍ଠ କଥା, ନିଜର କିଛି ବି ନୁହେଁ। ମଣିଷ ନିଜର ଶରୀରକୁ ନିଜର ଭାବିଥାଏ, କିନ୍ତୁ ବାସ୍ତବରେ ପଞ୍ଚମହାଭୂତରେ ହିଁ ମଣିଷ ସୃଷ୍ଟିର ଶରୀର ଏବଂ ଶେଷରେ ସେହି ପଞ୍ଚମହାଭୂତରେ ହିଁ ସମାହିତ ହୋଇଥାଏ। ମାତ୍ର ଯାହା ନିଜର ତାହା ସମ୍ବନ୍ଧରେ କେବେ ବି ବିଚାର କରନ୍ତୁ ନାହିଁ, ତେଣୁ କେବଳ ଆତ୍ମା ବିଷୟରେ ହିଁ ଚିନ୍ତା କରନ୍ତୁ। ଅଷ୍ଟମ କଥା, ଭୟ କରନ୍ତୁ ନାହିଁ। ପୂର୍ବରୁ କ'ଣ ହୋଇଥିଲା, କ'ଣ ହେଉଛି ଏବଂ କ'ଣ ହେବାକୁ ଯାଉଛି ଭାବି ଭୟଭୀତ ହୁଅନ୍ତୁ ନାହିଁ, ବରଂ ସତ୍ୟତା ସହିତ ଜୀବନ ବଞ୍ଚନ୍ତୁ। ଏହାଦ୍ୱାରା ଖୁବ୍ ଶାନ୍ତି ମିଳିଥାଏ। ଆତ୍ମବିଶ୍ୱାସ। ମଣିଷ ନିଜ ଉପରେ ଭରସା କରିବା ଦରକାର। ମଣିଷ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରେ, ସେ ସବୁକିଛି କାର୍ଯ୍ୟ କରିପାରେ। କ୍ରୋଧ। ସବୁ ସମସ୍ୟାର ମୂଳ ହେଉଛି କ୍ରୋଧ, ଯେଉଁ କାରଣରୁ ମଣିଷ ସବୁବେଳେ ହିଁ ହିଂସା ଏବଂ ଚିନ୍ତାରେ ଭରି ରହିଥାଏ। ତେଣୁ ମନରେ ଆସୁଥିବା ବିଚାର ସବୁବେଳେ ନିଜକୁ ଅଧିକ ପ୍ରଭାବ ପକାଏ ଏବଂ ମଣିଷକୁ କାବୁ କରିନିଏ। ତେଣୁ କ୍ରୋଧ ଉପରେ ବିଜୟ ହାସଲ କଲେ ହିଁ ଶାନ୍ତି ପ୍ରାପ୍ତ ହୋଇଥାଏ। କର୍ମ ପ୍ରତି ବ୍ୟବହାରକୁ ସୁନିଶ୍ଚିତ ରଖନ୍ତୁ। ଆପଣ ସବୁବେଳେ ତାହା କରନ୍ତୁ ଯାହା ଆପଣଙ୍କୁ ସନ୍ତୁଷ୍ଟି ଦେଉଛି। ନିଜ କାର୍ଯ୍ୟକୁ ନିଷ୍ଠାର ସହିତ କରନ୍ତୁ। ନିଜକୁ ଚିହ୍ନନ୍ତୁ। ଏହି ଦୁନିଆରେ କେହି କାହାର ନୁହେଁ ଏବଂ ଆପଣ ବି କାହାର ନୁହଁ। ତେଣୁ ଅନ୍ୟ ଭିତରେ ନିଜର ଖୁସି ଖୋଜିବା ବନ୍ଦ କରି ନିଜର ଆତ୍ମାର ସନ୍ତୁଷ୍ଟି ଉପରେ ଧ୍ୟାନ ଦିଅନ୍ତୁ।